ଜଗତରନାଥ ଜଗନ୍ନାଥ ଯାହାଙ୍କୁ ଦେଖିବା ପାଇଁ କୋଟି କୋଟି ଭକ୍ତ ଅପେକ୍ଷା କରନ୍ତି, ହେଲେ ମହାପ୍ରଭୁ ବି ଅପେକ୍ଷା କରନ୍ତି ତାଙ୍କ ପତ୍ନୀଙ୍କ ମାନଭଞ୍ଜନ ପାଇଁ। ନୀଳାଦ୍ରି ବିଜେ ଦିନ ମା ଲକ୍ଷ୍ମୀଙ୍କ ମାନ ଭାଙ୍ଗିବାକୁ ହାତରେ ନେଇ ଆସନ୍ତି ଉପହାର ରସଗୋଲା। କାରଣ ପ୍ରେମରେ ଯେତେ ଅଭିମାନ ଥାଉ, ମାନ ଭାଙ୍ଗିବାର ଭାଷା ବି ପ୍ରେମ ହିଁ ଜାଣେ। ନୀଳାଦ୍ରି ବିଜେ ମହାପ୍ରଭୁଙ୍କ ରଥଯାତ୍ରାର ଶେଷ ପର୍ବ। ଗୁଣ୍ଡିଚା ଘରୁ ବାହୁଡ଼ି ମହାପ୍ରଭୁ ଫେରି ଆସନ୍ତି ନୀଳାଞ୍ଚଳକୁ। କିନ୍ତୁ ଏ ଫେରିବା ବାଟକୁ ସମସ୍ତଙ୍କ ଠାରୁ ଅଧିକ ଯିଏ ଅପେକ୍ଷା କରିଥାନ୍ତି ସେ ହେଉଛନ୍ତି ମା ଲକ୍ଷ୍ମୀ। ମହାପ୍ରଭୁ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ରଥରେ ମାଉସୀ ମା ଘରକୁ ଚାଲିଯାଆନ୍ତି, ହେଲେ ମା ଲକ୍ଷ୍ମୀ କୁ ଛାଡ଼ି ଯାଆନ୍ତି ଶ୍ରୀମନ୍ଦିରରେ। ତେଣୁ ମହାପ୍ରଭୁ ଫେରିଲେ ବୋଲି କଣ ହେଲା? ମା ଲକ୍ଷ୍ମୀଙ୍କ ମନରୁ ତ ଅଭିମାନ ଏତେ ଶୀଘ୍ର ଯିବ ନାହିଁ। ବୋଧହୁଏ ମାଙ୍କ ମନ କହୁଥିଲା, ତୁମେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଗଲ, ହେଲେ ମୋତେ ଏକା କରିଦେଲ। ଆଜି ଫେରି ଆସିଲ ବୋଲି ମୋ ଅଭିମାନ କଣ ଏତେ ସହଜରେ ଭାଙ୍ଗିଯିବ? ଜଣେ ନାରୀର ଅଭିମାନ ବୋଧହୁଏ ଏମିତି ହିଁ। ସେ ରାଗ ନୁହେଁ, ସେ ତ ଭଲ ପାଇବାର ଆଉ ଏକ ରୂପ। ଯିଏ ଅପେକ୍ଷା କରେ ହିଁ ତ ଅଭିମାନ କରିବାର ଅଧିକାର ରଖେ। ମହାପ୍ରଭୁ ବି ମା ଲକ୍ଷ୍ମୀଙ୍କ ଏ ମନକୁ ବୁଝିଥିଲେ। ସେଥିପାଇଁ ଅଭିମାନର ଉତ୍ତରରେ ଅଭିମାନ ନୁହେଁ, କୌଣସି ଯୁକ୍ତି ନୁହେଁ, ବରଂ ହାତରେ ନେଇ ଆସିଲେ ଏକ ଉପହାର ରସଗୋଲା। ଆଉ ସେଇ ମିଠା ରସରେ ଧୀରେ ଧୀରେ ତରଳିଗଲା ମାଙ୍କ ମାନ। ଅଭିମାନ ପଛରେ ଲୁଚିଥିବା ପ୍ରେମ ପୁଣି ଥରେ ଜିତିଗଲା। ସେଥିପାଇଁ ମୋତେ ଲାଗେ ନୀଳାଦ୍ରି ବିଜେ କେବଳ ମହାପ୍ରଭୁଙ୍କ ନୀଳାଞ୍ଚଳ ଫେରିବାର ଦିନ ନୁହେଁ, ଏହା ତ ଏକ ଅପେକ୍ଷାର କାହାଣୀ, ଏକ ନାରୀର ଅଭିମାନର କାହାଣୀ, ଆଉ ସେହି ଅଭିମାନକୁ ପ୍ରେମରେ ଭାଙ୍ଗିଦେବାର କାହାଣୀ। ତେଣୁ ରସଗୋଲା ଆଜି କେବଳ ଏକ ମିଠା ନୁହେଁ, ଏହା ତ ମା ଲକ୍ଷ୍ମୀଙ୍କ ମାନଭଞ୍ଜନର ମିଠା ସ୍ମୃତି। ଯେଉଁଠି ଅଭିମାନ ହାରିଯାଏ ଆଉ ପ୍ରେମ ଜିତିଯାଏ। ଏହା ହେଉଛି ନୀଳାଦ୍ରି ବିଜେ, ମହାପ୍ରଭୁ ଓ ମା ଲକ୍ଷ୍ମୀଙ୍କ ଅଭିମାନ ଓ ପ୍ରେମର ସେଇ ମିଠା କାହାଣୀ। ଜୟ ଜଗନ୍ନାଥ।